ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ ସନ୍ତାନହୀନତାର କାରଣ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣ। ହିନ୍ଦୁ ସମାଜ ଓ ସଂସ୍କୃତିରେ ବିବାହ ପରେ ସନ୍ତାନ ପ୍ରାପ୍ତିକୁ ପରିବାରର ଏକ ସ୍ୱାଭାବିକ ଏବଂ ଆବଶ୍ୟକୀୟ ଅଙ୍ଗ ବୋଲି ଧରାଯାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ କିଛି ବିବାହିତ ମହିଳା ବା ଦମ୍ପତିଙ୍କୁ ସନ୍ତାନ ସୁଖ ମିଳିନଥାଏ। ସାମାଜିକ ଦୃଷ୍ଟିକୋଣରୁ ଏହାକୁ ଏକ ଅଭାବ ବା ଦୁଃଖ ଭାବରେ ଦେଖାଯାଏ, କିନ୍ତୁ ଆମର ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ମହାପୁରାଣ ଏହା ଉପରେ ଏକ ଗଭୀର ଦାର୍ଶନିକ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରଦାନ କରେ। ଭାଗବତ କଥା ଅନୁଯାୟୀ ସନ୍ତାନ ନ ହେବାର କାରଣକୁ କେବଳ ଶାରୀରିକ ନୁହେଁ, ବରଂ କର୍ମ, ପ୍ରାରବ୍ଧ ଏବଂ ଈଶ୍ୱରଙ୍କ ଇଚ୍ଛା ସହିତ ଯୋଡ଼ି ବୁଝାଯାଇଛି। ନିମ୍ନରେ ଶ୍ରୀମଦ୍ ଭାଗବତ ଆଧାରିତ କିଛି ମୁଖ୍ୟ କାରଣ ଏବଂ ଏହାର ଆଧ୍ୟାତ୍ମିକ ରହସ୍ୟ ବର୍ଣ୍ଣନା କରାଗଲା। 1. ପୂର୍ବଜନ୍ମର କର୍ମଫଳ, ପ୍ରାରବ୍ଧ। ସନାତନ ଧର୍ମ ଏବଂ ଭାଗବତର ମୂଳ ସିଦ୍ଧାନ୍ତ ହେଉଛି କର୍ମବାଦ। ଜଣେ ମନୁଷ୍ୟ ଏହି ଜନ୍ମରେ ଯେଉଁ ସୁଖ କିମ୍ବା ଦୁଃଖ ଭୋଗ କରୁଛି ତାହା ତାର ପୂର୍ବଜନ୍ମର ସଞ୍ଚିତ କର୍ମ ବା ପ୍ରାରବ୍ଧ ଅଟେ। ଗରୁଡ଼ ପୁରାଣ ଓ ଭାଗବତର ପ୍ରସଙ୍ଗ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜର ଅତୀତ ଜନ୍ମରେ କୌଣସି ପଶୁପକ୍ଷୀଙ୍କୁ ତାଙ୍କ ଛୁଆଙ୍କଠାରୁ ଅଲଗା କରିଥାଏ କିମ୍ବା କାହାର ସନ୍ତାନକୁ କଷ୍ଟ ଦେଇଥାଏ, ତେବେ କର୍ମଫଳ ସ୍ୱରୂପ ପରବର୍ତ୍ତୀ ଜନ୍ମରେ ତାଙ୍କୁ ସନ୍ତାନହୀନତାର କଷ୍ଟ ଭୋଗିବାକୁ ପଡ଼ିପାରେ। ସନ୍ତାନ ମିଳିବା ଏବଂ ନ ମିଳିବା ଉଭୟ ଆମର ନିଜସ୍ୱ କର୍ମର ପ୍ରତିଫଳନ ଅଟେ। 2. ରାଜା ଚିତ୍ରକେତୁଙ୍କ କଥା, ସନ୍ତାନ ମୋହ ଏବଂ ବୈରାଗ୍ୟ। ଶ୍ରୀମଦ୍ ଭାଗବତର ଷଷ୍ଠ ସ୍କନ୍ଧରେ ସନ୍ତାନହୀନତାକୁ ନେଇ ରାଜା ଚିତ୍ରକେତୁ ଏଙ୍କର ଏକ ସୁନ୍ଦର କଥା ରହିଛି। ରାଜା ଚିତ୍ରକେତୁଙ୍କର ଲକ୍ଷାଧିକ ପତ୍ନୀ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ। ସେ ସବୁବେଳେ ଦୁଃଖୀ ରହୁଥିଲେ। ଦିନେ ମହର୍ଷି ଅଙ୍ଗିରା ତାଙ୍କ ରାଜପ୍ରାସାଦକୁ ଆସିଲେ। ରାଜାଙ୍କ କାନ୍ଦଣା ଦେଖି ଋଷି ଏକ ଯଜ୍ଞ କଲେ ଏବଂ ତାଙ୍କ ବଡ଼ ରାଣୀ କୃତଦ୍ୟୁତିଙ୍କୁ ଏକ ସନ୍ତାନ ପ୍ରାପ୍ତିର ବରଦାନ ଦେଲେ। କିନ୍ତୁ ଋଷି ଚେତାବନୀ ଦେଇଥିଲେ ଯେ ଏହି ସନ୍ତାନ ତୁମର ହର୍ଷ, ଖୁସି ଏବଂ ଶୋକ, ଦୁଃଖ ଉଭୟର କାରଣ ହେବ। ପୁତ୍ର ଜନ୍ମ ହେବା ପରେ ରାଜା ତାଙ୍କ ବଡ଼ ରାଣୀ ଓ ପୁତ୍ର ପ୍ରତି ଅଧିକ ଆକର୍ଷିତ ହେଲେ। ଏଥିରେ ଈର୍ଷାନ୍ୱିତ ହୋଇ ଅନ୍ୟ ରାଣୀମାନେ ସେହି ଛୋଟ ଶିଶୁକୁ ବିଷ ଦେଇ ହତ୍ୟା କରିଦେଲେ। ରାଜା ଏବଂ ରାଣୀ ଶୋକରେ ଭାଙ୍ଗି ପଡ଼ିଲେ। ସେହି ସମୟରେ ଦେବର୍ଷି ନାରଦ ଏବଂ ମହର୍ଷି ଅଙ୍ଗିରା ଆସି ସେହି ମୃତ ଶିଶୁର ଜୀବାତ୍ମାକୁ ଡାକିଲେ। ସେହି ଜୀବାତ୍ମା କହିଲା, କିଏ କାହାର ପିତା ଏବଂ କିଏ କାହାର ମାତା? ମୁଁ ଅନେକ ଜନ୍ମ ନେଇଛି, ଅନେକ ପିତାମାତାଙ୍କ ସନ୍ତାନ ହୋଇଛି। ଆତ୍ମାର କୌଣସି ସମ୍ପର୍କ ନଥାଏ, ଏହା କେବଳ କର୍ମର ଖେଳ। ଏହି କଥା ଶୁଣି ରାଜା ଚିତ୍ରକେତୁଙ୍କ ମୋହ ଭଙ୍ଗ ହେଲା। ଏହି କଥାରୁ ଭାଗବତ ଶିକ୍ଷା ଦିଏ ଯେ ସନ୍ତାନ ପ୍ରାପ୍ତି ପ୍ରକୃତ ସୁଖର କାରଣ ନୁହେଁ। ଅନେକ ସମୟରେ ସନ୍ତାନହୀନତା ଈଶ୍ୱରଙ୍କର ଏକ ବ୍ୟବସ୍ଥା ହୋଇଥାଏ, ଯାହା ମଣିଷକୁ ସାଂସାରିକ ମୋହରୁ ରକ୍ଷା କରି ବୈରାଗ୍ୟ ଏବଂ ଭକ୍ତି ଆଡ଼କୁ ନେଇଯାଏ। 3. ଈଶ୍ୱରଙ୍କ ଆଶୀର୍ବାଦ ଓ ମାୟାରୁ ରକ୍ଷା। ଭାଗବତ ଅନୁଯାୟୀ ଏହି ସଂସାର ହେଉଛି ପ୍ରଭୁଙ୍କର ମାୟା। ମଣିଷ ପାଇଁ ସବୁଠାରୁ ବଡ଼ ମାୟା ଓ ବନ୍ଧନ ହେଉଛି ନିଜ ସନ୍ତାନ ପ୍ରତି ଥିବା ମୋହ। ଅନେକ ସମୟରେ ଭଗବାନ ଯେଉଁ ଭକ୍ତ ଉପରେ ବିଶେଷ କୃପା କରନ୍ତି ତାଙ୍କୁ ସାଂସାରିକ ବନ୍ଧନ, ସନ୍ତାନ, ଧନ ଦିଅନ୍ତି ନାହିଁ, ଯାହାଦ୍ୱାରା ସେହି ବ୍ୟକ୍ତି ସଂସାରର ମୋହରେ ନ ପଡ଼ି ନିଜର ସମ୍ପୂର୍ଣ୍ଣ ସମୟ ଭଗବତ ଭକ୍ତିରେ ବିତାଇ ପାରିବ। ଶ୍ରୀମଦ୍ ଭାଗବତରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯସ୍ୟାହମ୍ ଅନୁଗୃହ୍ଣାମି ହରିସ୍ୟ ତଦ୍ଧନଂ ଶନୈଃ। ଅର୍ଥାତ୍ ମୁଁ ଯାହା ଉପରେ କୃପା କରେ ତାର ସାଂସାରିକ ବନ୍ଧନକୁ ଧୀରେ ଧୀରେ କାଟିଦିଏ। ତେଣୁ ସନ୍ତାନ ନ ହେବାକୁ କେବେ ହେଲେ ଈଶ୍ୱରଙ୍କ ଅଭିଶାପ ନ ଭାବି ଏହାକୁ ତାଙ୍କର ଏକ ବିଶେଷ ଦୃଷ୍ଟି ବୋଲି ଭାବିବା ଉଚିତ। 4. ପିତୃଦୋଷ ଏବଂ ଦେବଦୋଷ। କିଛି ଧାର୍ମିକ ମାନ୍ୟତା ଅନୁଯାୟୀ ପରିବାରରେ ପିତୃପୁରୁଷଙ୍କ ଅସନ୍ତୋଷ କିମ୍ବା କୁଳଦେବତାଙ୍କ ପ୍ରତି ଅବହେଳା କାରଣରୁ ମଧ୍ୟ ବଂଶବୃଦ୍ଧିରେ ବାଧା ଉପୁଜିଥାଏ। ପିତୃଋଣ ଶୁଝି ନଥିଲେ ସନ୍ତାନ ପ୍ରାପ୍ତିରେ ବିଳମ୍ବ ହୋଇପାରେ। ଭାଗବତରେ ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଶ୍ରଦ୍ଧାଭକ୍ତିର ସହ ସେବା ଏବଂ ଦାନ ଧର୍ମ କରିବାର ପରାମର୍ଶ ଦିଆଯାଇଛି। ସନ୍ତାନହୀନ ଦମ୍ପତିଙ୍କ ପାଇଁ ଭାଗବତର ବାର୍ତ୍ତା, କ'ଣ କରିବା ଉଚିତ? ଯଦି କୌଣସି ମହିଳାଙ୍କର ସନ୍ତାନ ହେଉନାହିଁ, ତେବେ ସମାଜର କଥା ଶୁଣି ଦୁଃଖିତ ହେବା ଉଚିତ ନୁହେଁ। ଭାଗବତ ଅନୁଯାୟୀ ଏହାର ଅନେକ ଆଧ୍ୟାତ୍ମିକ ସମାଧାନ ରହିଛି। ବାଲ ଗୋପାଳଙ୍କ ସେବା। ଶ୍ରୀକୃଷ୍ଣଙ୍କର ବାଲ୍ୟ ରୂପ ଲାଡୁ ଗୋପାଳ କିମ୍ବା ବାଲ ଗୋପାଳଙ୍କୁ ନିଜର ସନ୍ତାନ ମାନି ତାଙ୍କର ସେବା କରନ୍ତୁ। ଯଶୋଦାଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହୋଇନଥିଲେ, ତଥାପି ସମଗ୍ର ବିଶ୍ୱ ତାଙ୍କୁ କୃଷ୍ଣଙ୍କ ମାତା ବୋଲି ପୂଜା କରେ। ପ୍ରଭୁଙ୍କୁ ନିଜର ସନ୍ତାନ କଲେ ଜୀବନ ଆନନ୍ଦମୟ ହୋଇଯାଏ। ବିଶ୍ୱ ମାତୃତ୍ୱ। କେବଳ ନିଜ ଗର୍ଭରୁ ଜାତ ଶିଶୁ ନିଜର ନୁହେଁ, ଅନାଥ ଆଶ୍ରମରେ ଥିବା ପିଲାମାନଙ୍କୁ ସାହାଯ୍ୟ କରିବା କିମ୍ବା ପରିବାରର ଅନ୍ୟ ପିଲାମାନଙ୍କୁ ସ୍ନେହ କରିବା ଦ୍ୱାରା ମାତୃତ୍ୱର ପ୍ରକୃତ ସୁଖ ମିଳିପାରିବ। ଆଧ୍ୟାତ୍ମିକ ଯାତ୍ରା।
ସଂସାରର ଚିନ୍ତା ଛାଡ଼ି ନିଜ ଜୀବନକୁ ପରୋପକାର, ସତ୍କର୍ମ, ନାମ ସଂକୀର୍ତ୍ତନ ଏବଂ ଭାଗବତ ପଠନରେ ଲଗାଇବା ଦ୍ୱାରା ଆତ୍ମାକୁ ପରମ ଶାନ୍ତି ମିଳିଥାଏ। ସାରାଂଶ: ଶ୍ରୀମଦ୍ ଭାଗବତ କହେ ଯେ ଶରୀର ନଶ୍ୱର ଏବଂ ସାଂସାରିକ ସମ୍ପର୍କ ସୀମିତ ସମୟ ପାଇଁ। ବିବାହିତ ମହିଳାଙ୍କର ସନ୍ତାନ ନ ହେବା କୌଣସି ଅପରାଧ ବା କଳଙ୍କ ନୁହେଁ, ବରଂ ଏହା ଏକ ପୂର୍ବ ନିର୍ଦ୍ଧାରିତ କର୍ମଚକ୍ର। ଏହି ଦୁଃଖକୁ ଶକ୍ତିରେ ପରିଣତ କରି ଭଗବାନଙ୍କ ଚରଣରେ ମନ ନିବେଶ କରିବା ହିଁ ମାନବ ଜୀବନର ସର୍ବୋତ୍ତମ ଲକ୍ଷ୍ୟ। ଆପଣ କ'ଣ ଶ୍ରୀମଦ୍ ଭାଗବତର ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଅଧ୍ୟାୟ କିମ୍ବା କାହାଣୀ, ଯେପରିକି ଭକ୍ତ ପ୍ରହ୍ଲାଦ କିମ୍ବା ଧ୍ରୁବଙ୍କ କଥା ବିଷୟରେ ଜାଣିବାକୁ ଚାହିଁବେ କି?